ପୁରା ଛୋଟବେଳୁ ଗୋଟେ ସ୍ୱପ୍ନ ଦେଖିଥିଲେ, ଯେତେବେଳେ କି ଅନ୍ୟମାନଙ୍କୁ ସ୍ୱପ୍ନ ଦେଖିବା ପାଇଁ ଡର ଲାଗିଥିବ। କାରଣ ଭାରତୀୟ ଜନତା ପାର୍ଟିର ଯେବେ ଆବିର୍ଭାବ ହେଲା, ଜନସଂଘ ପୂର୍ବରୁ ଥିଲା, ପୁଣି ଭାରତୀୟ ଜନତା ପାର୍ଟି ହେଲା। ଆପଣ ଦୁଇଟି ଦଳ ସହିତ ସମ୍ପୃକ୍ତ ଥିବେ। କେହି ବି ସ୍ୱପ୍ନରେ ଭାବି ନଥିବ ଆପଣଙ୍କ ସମସାମୟିକ, କିନ୍ତୁ ଆପଣଙ୍କ ମନରେ ଏଭଳି ଗୋଟେ ପାଗଳାମୀ ସୃଷ୍ଟି ହେଇଥିବ, ଆଉ ଯାହାକୁ କି ଆପଣଙ୍କ ସାଙ୍ଗସାଥି ହୁଅନ୍ତୁ, ଘର ଲୋକ ହୁଅନ୍ତୁ, ହୁଏତ ହଜମ କରିପାରିନଥିବେ ଏ କ'ଣ କରିବାକୁ ଯାଉଛି, କେଉଁ ଦଳ ସହିତ ରହୁଛି। ଯେତେବେଳେ କି ଅନ୍ୟ ଦଳମାନେ ଦୀର୍ଘ ଦିନ ଧରିକି ଶାସନ କରୁଥିଲେ, ଆଉ ସ୍ୱାଧୀନତା ପରେ ସେମାନେ ପୁରା ଭାରତକୁ ନିଜ ଅଧୀନରେ ରଖିଥିଲେ। କ'ଣ କ'ଣ ପ୍ରେରଣା ଥିଲା ଯାହାଫଳରେ କି ଆପଣ ଏ ଦଳ ସହିତ ସମ୍ପୃକ୍ତ ହେଇଥିଲେ? ପ୍ରେରଣାଟି ହେଉଛି ଐଶ୍ୱରିକ। ମୋର ବିଶ୍ୱାସ ଈଶ୍ୱରକୁ ଯେଉଁ କାର୍ଯ୍ୟଟି କରାଇବାର ଥିବ ସେ ପ୍ରେରଣାଟି ସେ ଦେବେ ଏବଂ ପ୍ରେରଣା ଅନୁଯାୟୀ ଜୀବ କାମ କରିବ। ମୁଁ ବିଶ୍ୱାସ କରେ ଈଶ୍ୱରଙ୍କର ପ୍ରେରଣା ଥିଲା ଯେ ମୁଁ ଭାରତୀୟ ଜନସଂଘ ଭାରତୀୟ ଜନତା ପାର୍ଟିର କାମ କରେ ଏବଂ ସେଇ ପ୍ରେରଣାରେ ମୁଁ ଭାରତୀୟ ଜନତା ପାର୍ଟିର କାମ କଲି ଏବଂ ମୁଁ ଆଜି ସନ୍ତୁଷ୍ଟ ଯେ ମୁଁ ଯେଉଁ ୱାର୍ଡ଼ରେ ଥିଲି, ମୁଁ ଯେଉଁ ସହରରେ ଥିଲି, ମୁଁ ଯେଉଁ ରାଜ୍ୟ କେନ୍ଦ୍ରରେ ବିଜେପି ସରକାର ଦେଖିଲି, ମୁଁ ରାଜ୍ୟରେ ସରକାର ଦେଖିଲି, ତ ମୋର ସେ ବିଷୟଟି ଗୋଟେ ପ୍ରକାର ପୂର୍ତ୍ତି ହେଇଛି। ସେଇଟା ମୋତେ ଆନନ୍ଦ ପ୍ରଦାନ କରିଛି ଯେ ଆମେ ଯେଉଁ ଭାବକୁ ଧରିକିରି ସାମାଜିକ କ୍ଷେତ୍ରରେ କାମ କରି ଆଗେଇଥିଲୁ ସେଠାରେ ପୂର୍ଣ୍ଣତା ଆସିଛି।